नमस्कार बंधुगण, आमे शुणुचे प्रतिभा रायଙ୍କ लिखित उपन्यास अरण्य। मनिषर हृदय देवतार मंदिर भली महान पवित्र। जाति अजातिर भेदभाव सेठारे नाही। साधु सन्थ पापी तपी खुणी डकायत समस्तंकर सेठारे प्रवेशर समान अधिकार। सेथिरे मंदिर अपवित्र हुए नाही। सेमती मनिषर मन मंदिर रे केउँ दुर्बल मुहूर्तरे तार पाप इच्छा लंपट कामना माने प्रवेश करी ताकू पथहरा करिथांती बोली तार हृदय अपवित्र कलुषित होई जाए नाही। अनुतापर पादुका जलरे मनकु धोई विवेकर आरतीरे मनिष पुणी थरे ठिकणा बाटरे चालिबारे बाधा कौन? आउ देहटा बा कौन? देह क्षणस्थायी भंगुर। नारी देहटाକୁ ପୁରୁଷ ଛୁଇଁଦେଲେ ନାରୀ ଅପବିତ୍ର ଅସତୀ କୂଳଟା ହୋଇଯାଏ ନାହିଁ। ଦେହ ଭିତରର ମନଟା ହିଁ ମର୍କତମଣି। ସେ ମଣି ଥରେ ମଳିନ ହେଲେ ତାହା ଆଉ ମଣି ହୋଇ ରହେ ନାହିଁ। ମନରେ ମଇଳା ଧରିଲେ ମଣିଷ ଆଉ ମଣିଷ ହୋଇ ରହେ ନାହିଁ। ୱିଣ୍ଡିର ମନଟି ନିର୍ମଳ ଗଙ୍ଗାଜଳ। ସେଠି ଗୋପନତା କପଟତାର ସ୍ଥାନ ନାହିଁ। ସେଇ ମନଟି ହେବ ମୋର ସହଚରୀ ଜୀବନ ସଙ୍ଗିନୀ। ଲିପ୍ସା କିଛି ଜବାବ ଦେଲା ନାହିଁ। ସେ ଅନ୍ୟମନସ୍କ ହେଉଠିଛି। ସେ ଆସିଥିଲା ନିଜର ଦୁଃଖ କାହାଣୀ କହିବା ପାଇଁ, କିନ୍ତୁ ବସି ଶୁଣୁଛି ଅର୍ଣ୍ଣବଙ୍କର ସୁଖର କାହାଣୀ। ଆଉ କିଛି କହିବାର ଆବଶ୍ୟକତା ନାହିଁ। ସେ ଏକବାର ଚୁପ୍ ହୋଇ ବସି ରହିଛି। ଅର୍ଣ୍ଣବ ଭାବପ୍ରବଣ ହୋଇ ଉଠିଛନ୍ତି। ସେ ଉଦାର ଗଳାରେ କହିଲେ, ଲିପ୍ସା, ମୋ ପ୍ରେମିକାଟି ରକ୍ତମାଂସଧାରୀ ଜଣେ ସାଧାରଣ ନାରୀ। ମୁଁ ତାକୁ ଅସାଧାରଣ ମନେକରି ଅସଂଖ୍ୟ ସୁଯୋଗକୁ ହାତଛଡ଼ା କରିଛି। ସେ ଯଦି ମୋ ପାଖରେ ସ୍ପଷ୍ଟ ହୋଇ ପାରିଥାନ୍ତା, ଆତ୍ମାଭିମାନ ଛାଡ଼ି ନିଜକୁ ମହିମାମୟୀ କରିବାର ଝୁଙ୍କ ଭୁଲି ନିଜ କାମନାମାନଙ୍କୁ ମୋ ପାଖରେ ପ୍ରକାଶ କରିଦେଇଥାନ୍ତା, ତେବେ ହୁଏତ ମୋ ଜୀବନର ଧାରା ଅନ୍ୟ ପଥରେ ବହିଯାଇଥାନ୍ତା। ତା ବୋଲି ସେ ଯଦି କ୍ଷଣକର ଉତ୍ତେଜନାରେ ଦୁର୍ବଳ ଇଚ୍ଛାମାନଙ୍କର ପ୍ରରୋଚନାରେ ପଥ ହୁଡ଼ି ଯାଇଛି, ମୁଁ ତାକୁ ଘୃଣା କରେ ନାହିଁ। ମୋ ପାଖରେ ସେ ଯେମିତି ମାନମୟୀ ପ୍ରେମମୟୀ କପଟୀ ନାରୀଟିଏ ଥିଲା, ଠିକ୍ ସେମିତି ଅଛି। ୱିଣ୍ଡିକୁ ବିବାହ କରିବା ପରେ ମଧ୍ୟ ସେ ସେମିତି ରହିଥିବ ମୋ ହୃଦୟର ମନ୍ଦିରରେ। ୱିଣ୍ଡିର ଆଲିଙ୍ଗନ ଓ ଚୁମ୍ବନ ଭିତରେ ମୁଁ ତାକୁ ହିଁ ସ୍ମରଣ କରିବି। ତାରି ଅଭିମାନ ଭରା ଅଶ୍ରୁସିକ୍ତ ମୁଖଟିକୁ ଚିନ୍ତା କରୁ କରୁ ୱିଣ୍ଡିକୁ ଆଦର କରିବି। ସେଥିରେ ୱିଣ୍ଡି ଆପତ୍ତି କରିବ ନାହିଁ, କାରଣ ମୋ ଭିତରେ ୱିଣ୍ଡି ଖୋଜିବ ତାର ମୃତ ସ୍ୱାମୀ ଓ ଶ୍ରେଷ୍ଠ ପ୍ରେମିକାକୁ। ଲିପ୍ସା, ପ୍ରେମଠାରୁ ପ୍ରେମର ଯାତନା ଅଧିକ ମଧୁର, ଅଧିକ ରୋମାଞ୍ଚକ। ତାହା ହିଁ ମୋ ସମଗ୍ର ଜୀବନର ପ୍ରାପ୍ୟ ଓ ପାଥେୟ। ପାଷାଣ ମୂର୍ତ୍ତିଟିର ଆଖିରେ ବର୍ଷାର ଝର ନିର୍ଝର ଫିଟିଛି। ନିଜକୁ ଧରି ପାରୁନାହିଁ ଲିପ୍ସା। ତାର ନାରୀତ୍ୱ ନିରବ ଚିତ୍କାର କରୁଛି, ଅର୍ଣ୍ଣବ, ଆଇ ଲଭ୍ ୟୁ, ଆଇ ମ୍ୟାଡଲି ଲଭ୍ ୟୁ। ମାତ୍ର ନା, ସମୟ ଅତିକ୍ରାନ୍ତ ହୋଇଛି। ମୁହୂର୍ତ୍ତମାନେ ପେଣ୍ଡୁ ଭଳି ଆଗକୁ ଗଡ଼ି ଯାଇଛନ୍ତି ତାର ଅସାବଧାନତା ଅତି ଜାଣିବାର ଅଭିମାନରେ। ସେମାନେ ଆଉ ପଛକୁ ଫେରିବେ ନାହିଁ। ଅର୍ଣ୍ଣବକୁ ସେ ଜାଣେ। ଆଃ, ଅର୍ଣ୍ଣବ ସୁଖୀ ହୁଅନ୍ତୁ। ସେ ଭିଜା ଭିଜା ଗଳାରେ କହିଲା, ଅର୍ଣ୍ଣବ, ତୁମେ ସୁଖୀ ହୁଅ। ଆଇ ୱିଲ୍ ଟ୍ରାଇ ଟୁ ବି ହ୍ୟାପି ଲିପ୍ସା। ୱିଣ୍ଡି ୱିଲ୍ ହେଲ୍ପ ମି। ଅର୍ଣ୍ଣବ ଉଦାସ କଣ୍ଠରେ କହିଲେ। ଅର୍ଣ୍ଣବ ଉଠିଯାଇ ଡ୍ର ଖୋଲି ବିଡ଼ାଏ ଚିଠି ଆଣିଲି। ସବୁଗୁଡ଼ାକ ୱିଣ୍ଡିର। ତାଙ୍କର ପ୍ରତୀକ୍ଷାରେ ତାର ହୃଦୟର ଭାଷା ସେଥିରେ ଲିପିବଦ୍ଧ। ତାହା ହିଁ ତାଙ୍କ ସୁଖୀ ହେବାର ପ୍ରମାଣପତ୍ର। ଲିପ୍ସା ସେଗୁଡ଼ିକ ଖୋଲିଲା ନାହିଁ। ସେ ନିଥର ହୋଇ ବସି ରହିଲା। ଏବେ ତାର ସମସ୍ତ ପଥ ରୁଦ୍ଧ। ସେ ଏବେ ନଦୀ ହୋଇ ଅର୍ଣ୍ଣବଙ୍କର ଉଷାର ମନମରୁକୁ ଶ୍ୟାମଳିମାରେ ଭରିଦେଇ ବହିଯିବ ନାହିଁ। ସିଦ୍ଧାର୍ଥଙ୍କର ନିଥର ପୌରୁଷର ବନ୍ଧବାଡ଼ ଡେଇଁଯିବାର ପଥ ଏବେ ରୁଦ୍ଧ। ବହୁ ବିଳମ୍ବରେ ହେଲେ ମଧ୍ୟ ନଦୀ ହୋଇ ବହି ଯାଉ ଯାଉ ସେ ହୋଇଯାଇଛି ସିଦ୍ଧାର୍ଥଙ୍କ କ୍ଳୀବତ୍ୱର ନିର୍ଜନ ଦ୍ୱୀପରେ ଏକ ନିଥର ହ୍ରଦ।
ଆଉ ବସି ରହି ସେ ନିଜକୁ ଦୁର୍ବଳ କରିବ ନାହିଁ। ସେଥିରେ ତା ଭାଗ୍ୟର ଆଉ କିଛି ପରିବର୍ତ୍ତନ ସମ୍ଭବ ନୁହେଁ। କିନ୍ତୁ ସାର୍ଥକର ପରିଣତି କ'ଣ ହେବ? ସେ କରୁଣ କଣ୍ଠରେ କହିଲା, ଅର୍ଣ୍ଣବ, ସାର୍ଥକର କଥା ତମର ମନେ ପଡ଼େ ନାହିଁ? ହତାଭାଗା ପିଲାଟା ପ୍ରତିଦିନ ତମକୁ ଝୁରୁଛି, ସେଥିପାଇଁ କମ୍ ମାଡ଼ ଦେଇନାହିଁ ତାକୁ। ତମର ସ୍ନେହ ଆଦର ତାହା ପାଇଁ ଏବେ ଏକ ଶାସ୍ତିରେ ପରିଣତ ହୋଇଛି। ଅର୍ଣ୍ଣବ ଦୀର୍ଘଶ୍ୱାସ ଛାଡ଼ିଲେ। କରୁଣ ହୋଇ ଉଠିଲା ତାଙ୍କର ସୁନ୍ଦର ଆଖି ଦୁଇଟି। ସେ ବ୍ୟଥାଭରା ଗଳାରେ କହିଲେ, ତାର ସ୍ନେହ ଓ ଆକର୍ଷଣ ମୋତେ ମଧ୍ୟ କମ୍ ଯନ୍ତ୍ରଣା ଦେଇନାହିଁ। ପିଲାଟାର କ'ଣ ବା ଦୋଷ? ସେ ତ ଦେବଶିଶୁ। ପିତାମାତାଙ୍କର ପାପର ପ୍ରାୟଶ୍ଚିତ ପିଲାମାନେ ହିଁ କରିଥାନ୍ତି। ସେ କଥା କିଏ ବା ବୁଝେ? ଏପରି ଶିଶୁଙ୍କ ପ୍ରତି ଘୃଣା ଓ ଅବିଚାର ଏକ ସାମାଜିକ କଳଙ୍କ। ଜନ୍ମର କଳଙ୍କରୁ ନୁହେଁ, ଅବିଚାର ଓ ଅନ୍ୟାୟର କଳଙ୍କରୁ। କେତେ ସୁସ୍ଥ ବଂଶଧରଙ୍କ ପରିବର୍ତ୍ତେ ଆମେ ସୃଷ୍ଟି କରିଛୁ ଅସାମାଜିକ ଜୀବ ସବୁ। ଦେଶର କଳଙ୍କ ସିଏ। ସେହି କଳଙ୍କର ମୂଳୋତ୍ପାଟନ ପାଇଁ ମୁଁ ଯଦି କିଛି କରିପାରନ୍ତି। ଲିପ୍ସା, ସାର୍ଥକ ତମର ସନ୍ତାନ, ତାହା ଉପରେ ନ୍ୟାୟ ମୋର ଅଧିକାର ନାହିଁ। କିନ୍ତୁ ସିଦ୍ଧାର୍ଥର ନିଷ୍ଫଳ ଆକ୍ରୋଶରେ ତାହାର ଭବିଷ୍ୟତ ଅନ୍ଧକାର। ନିଜ ଅସଫଳ ପୌରୁଷର ହୀନମନ୍ୟତାରେ ସେ ଅନ୍ୟ କେଉଁ ପୁରୁଷର ସଫଳ କୃତିଟି ପ୍ରତି ଆବଶ୍ୟକତାଠାରୁ ଅଧିକ ଈର୍ଷାତୁର, ପ୍ରତିହିଂସା ପରାୟଣ। ସାର୍ଥକ ପାଇଁ ମୋର ଚିନ୍ତାର ଅନ୍ତ ନାହିଁ। ମୁଁ ଯଦି ତା ପାଇଁ କିଛି କରିପାରିଥାନ୍ତି, ନିଜକୁ ଧନ୍ୟ ମଣନ୍ତି। ଏଇ ପଦଟିଏ କଥା ଲିପ୍ସାକୁ ସତେବା ଦୈବବାଣୀ ପରି ମନେ ହେଲା। ସେ ସମସ୍ତ ଅହଙ୍କାର, ଆତ୍ମାଭିମାନ, ରାଗ, ରୋଷ ଭୁଲି ବାତୁଳପ୍ରାୟ ହୋଇ ଉଠି ଆସିଲା ସୋଫା ଉପରୁ। ଅନମଙ୍କ ହାତ ଦୁଇଟିକୁ ଜାବୁଡ଼ି ଧରି ଆଣ୍ଠୁମାଡ଼ି ବସିପଡ଼ିଲା ତାଙ୍କ ସାମ୍ନାରେ କୃତଜ୍ଞ ବଶମ୍ବଦ ଭଙ୍ଗୀରେ। ଗଦଗଦ କଣ୍ଠରେ କହିଲା, ଅର୍ଣ୍ଣବ, ଆଃ, ତମେ କେଡ଼େ ମହାନ, ଉଦାର। ତମ ପାଖରେ ମୁଁ କିପରି କୃତଜ୍ଞତା ଜଣାଇବି? ତମେ ମୋର ଅନୁରୋଧଟି ରଖିବ? ଦବ ମୋର ଅଶାନ୍ତ ଅଭିଶପ୍ତ ଜୀବନରେ ଟିକିଏ ଶାନ୍ତି? ଅର୍ଣ୍ଣବ ଏଇ ଦାମ୍ଭିକା ନାରୀଟିର ବ୍ୟାକୁଳ ନିବେଦନରେ ବିମୂଢ଼ ହୋଇ ଭାବିଲେ, ସନ୍ତାନର ଟିକିଏ ସୁଖ ସୁବିଧା ପାଇଁ ଜନନୀ କ'ଣ ବା କରିନପାରେ? ସେ ଲିପ୍ସାର ହାତଟିକୁ ସାଉଁଳୁ ସାଉଁଳୁ ଅଭୟ ଦେବା ଭଙ୍ଗୀରେ କହିଲେ, ଅନୁରୋଧ ନୁହେଁ, ମୋତେ ଆଦେଶ କର ଲିପ୍ସା। ଜୀବନରେ ଅନ୍ତତଃ ଏଇ ଥରଟିଏ ପାଇଁ ଯଦି ମୁଁ ତମ ପାଇଁ କିଛି କରିପାରେ, ତେବେ ମୁଁ ନିଜର ଜୀବନକୁ ଧନ୍ୟ କରି ନେବି। ଲିପ୍ସା ସେମିତି ଭାବବିହ୍ୱଳ ହୋଇ କହିଲା, ସାର୍ଥକକୁ ତମେ ସଙ୍ଗରେ ନେଇଯାଅ ଅର୍ଣ୍ଣବ। ତାକୁ ତମ ହାତରେ ସମର୍ପି ଦେଇ ମୁଁ ଶାନ୍ତି ପାଇବି। ତା ନାମରେ ବାବା ମୋ ରଖିଯାଇଛନ୍ତି ଅଜସ୍ର ଟଙ୍କା ତାର ଜନ୍ମର ବହୁ ପୂର୍ବରୁ। ତାକୁ ତମେ କୌଣସି ଭଲ ନର୍ସରୀ ସ୍କୁଲରେ ଭର୍ତ୍ତି କରାଇଦେବ। ତମେ ହିଁ ହେବ ତାର ଅଭିଭାବକ, ପିତା, ମାତା, ବନ୍ଧୁ, ଭବିଷ୍ୟତର ପଥ ପ୍ରଦର୍ଶକ। ତମର ଅଭିଭାବକତ୍ୱ ଉପରେ ମୋର ଭରସା ଅଛି। ଟଙ୍କା ପାଇଁ ଚିନ୍ତା କରିବ ନାହିଁ। ମୋ ନାମରେ ମଧ୍ୟ ବାବାଙ୍କର ଅଜସ୍ର ସମ୍ପତ୍ତି। ସିଦ୍ଧାର୍ଥଙ୍କର ଗୋଟେ ଟଙ୍କା ମଧ୍ୟ ତା ପାଇଁ ଖର୍ଚ୍ଚ ହେବ ନାହିଁ। ତାକୁ ଏବେ 3 ବର୍ଷ ହୋଇଗଲା। ନର୍ସରୀ ସ୍କୁଲରେ ଭର୍ତ୍ତି ହୋଇଯିବାରେ ଅସୁବିଧା ହେବ ନାହିଁ। ଏଠାରେ ରହିଲେ ତାର ବ୍ୟକ୍ତିତ୍ୱ ବିକଳାଙ୍ଗ ହେବ, ଏଥିରେ ସନ୍ଦେହ ନାହିଁ। ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋ ମାତୃତ୍ୱର ବିଳାପ ପ୍ରତି ମୁଁ ଆଦୌ କର୍ଣ୍ଣପାତ କରିବି ନାହିଁ। କୁହ, ପାରିବ ଏତିକି ମୋ ପାଇଁ? ଅର୍ଣ୍ଣବ ସ୍ଥିର ଗଳାରେ କହିଲେ, ପାରିବି, କିନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତ? ଚମକି ଉଠିଲା ଲିପ୍ସା। ଅର୍ଣ୍ଣବ ଏବେ ନିଶ୍ଚୟ ସାର୍ଥକର ଜନ୍ମ ଇତିହାସର ରହସ୍ୟ ପଚାରିବେ ତାହାର ପିତାର ପରିଚୟ। କ'ଣ ସେ ଉତ୍ତର ଦେବ? ଜନନୀ ହୋଇ ନିଜ ସନ୍ତାନର ଜନକଙ୍କୁ ଜାଣେ ନାହିଁ, ଚିହ୍ନେ ନାହିଁ, କେବେ ହେଲେ ଦେଖି ନାହିଁ, ସ୍ପର୍ଶ କରିନାହିଁ, ଏକଥା କହିବ? ତା କ'ଣ ବିଶ୍ୱାସ କରିବେ ଅର୍ଣ୍ଣବ? ଅଟହାସ୍ୟ କରିବେ ନାହିଁ ତ? ଅର୍ଣ୍ଣବ କିନ୍ତୁ ସେ କଥା ପଚାରିଲେ ନାହିଁ। ସେ କହିଲେ, ଲିପ୍ସା, ସାର୍ଥକର ଅଭିଭାବକ ନୁହେଁ, ପିତା ହିଁ ମୁଁ ହେବି। ସେ ରହିବ ମୋରି ପାଖରେ, ଯେତିକୁ ମୁଁ ଅଗ୍ରାହ୍ୟ କରି ନାହିଁ।
ସାର୍ଥକକୁ ୱେଣ୍ଡି ଅସ୍ୱୀକାର କରିବ ନାହିଁ। ସାର୍ଥକକୁ ଭଉଣୀଟିଏ ମିଳିଯିବ, ଚେରିକୁ ଭାଇ ମିଳିଯିବ। ୱେଣ୍ଡିକୁ ମଧ୍ୟ ଛୋଟ ମଣ ନାହିଁ। ସେ ସାର୍ଥକକୁ ଆପଣାର କରିନେବ। ଆଃ, ହାଉ ନାଇସ୍ ଅଫ୍ ୟୁ ଲିପ୍ସା। ସାର୍ଥକର ବିଚ୍ଛେଦ ବ୍ୟଥାରେ ମୁଁ ବ୍ୟଥିତ ହେଉଥିଲି। ଏବେ ମୁଁ ସେ ବ୍ୟାଥିରୁ ମୁକ୍ତ। ମୋ ପାଖରେ ସାର୍ଥକର କୌଣସି ଅସୁବିଧା ହେବ ନାହିଁ। ମୁଁ ତୁମକୁ କଥା ଦେଉଛି ଅର୍ଣ୍ଣବ, ଆଇ ଏମ୍ ସୋ ହ୍ୟାପି, ସୋ ଗ୍ରେଟଫୁଲ୍। ଜୀବନରେ ଏମିତି ସୁଖ, ଏତେ ଆନନ୍ଦ କେବେ ହେଲେ ପାଇନଥିଲି। କହୁ କହୁ ଝରଝର କାନ୍ଦି ପକାଇଲା ଲିପ୍ସା। ସାର୍ଥକର ଭବିଷ୍ୟତରେ ସୁରକ୍ଷା ପାଇଁ ସେ ଯେତିକି ଆନନ୍ଦିତ, ନିଜ ଅବୈଧ ସନ୍ତାନଟିର ବିଚ୍ଛେଦ ବ୍ୟଥାରେ ତାଠାରୁ ଅଧିକ ବ୍ୟାକୁଳ ତାର ଜନନୀ ହୃଦୟ। ତାର ବ୍ୟଥା ଅର୍ଣ୍ଣବକୁ ସ୍ପର୍ଶ କରୁଥିଲା। ସେ ତାର ମଥାଟିକୁ ସ୍ନେହରେ ସାଉଁଳି ଦେଉ ଦେଉ ବୋଧ ଦେଲା, ସନ୍ତାନର ଉଜ୍ଜଳ ଭବିଷ୍ୟତ ପାଇଁ ଜନନୀର ହୃଦୟକୁ ଟାଣ କରିବାକୁ ହୁଏ। ନିଜ ଛୁଆଟିକୁ ପଣତ ଘୋଡ଼ାଇ ରଖିବାର ଯୁଗ ଗଲାଣି। ଏବେ ଅଧିକାଂଶ ଜନନୀ ପିଲାମାନଙ୍କୁ ଅତି ଶୈଶବରୁ ଦୂର ହଷ୍ଟେଲମାନଙ୍କରେ ଛାଡ଼ି ଦେଉଛନ୍ତି। ତମେ କିଛି ନୂଆ କଥା କରୁନାହଁ ଲିପ୍ସା। ମୋ ଉପରେ ଆସ୍ଥା ରଖିପାରୁନାହଁ। ସାର୍ଥକକୁ ମୁଁ ପୂର୍ବପରି ସ୍ନେହ କରେ। ତା ପ୍ରତି ମୋ ମନରେ କୌଣସି ପ୍ରତିକୂଳ ଭାବନା ଦେଖାଦେଇ ନାହିଁ। ଲିପ୍ସା ସେମିତି କାନ୍ଦୁ କାନ୍ଦୁ କହିଲା, ଅର୍ଣ୍ଣବ, ସଂସାରରେ ଜଣେ ମାତ୍ର ତମେ, ଯାହା ଉପରେ ମୋର ଆସ୍ଥା, ଆଉ କାହାରି ଉପରେ ମୋର ଆଶା ନାହିଁ। ଏପରିକି ଅତି ବିଚାରବନ୍ତ ବୋଲାଉଥିବା ମୋର ଜନନୀଙ୍କ ଉପରେ ମଧ୍ୟ ନୁହେଁ, ମୋ ନିଜ ଉପରେ ମଧ୍ୟ ନୁହେଁ। ସାର୍ଥକ କଳଙ୍କିତ ନୁହେଁ, ମୋତେ ବିଶ୍ୱାସ କର। ଲିପ୍ସା ଫୁଲି ଫୁଲି କାନ୍ଦିବାକୁ ଲାଗିଲା। ଅର୍ଣ୍ଣବ ସେମିତି କାଠ ଭଳି ବସି ରହିଲେ। କାନ୍ଦୁ ବିଚାରୀ, ମନ ଭରି କାନ୍ଦି ନେଉ। ପ୍ରାଣର ସଂଖାଳିକୁ ବିଦାୟ ଦେବା ଆଗରୁ ସମସ୍ତ ଲୁହ ନିଃଶେଷ କରିଦେଉ। ତାହା ହିଁ ତାର ହୃଦୟକୁ ବୋଧ ଦେବାର ଏକମାତ୍ର ଅବଲମ୍ବନ। ସାର୍ଥକର କଳଙ୍କିତ ଜନ୍ମ ଇତିହାସ ପଚାରି ସେ ଆଉ ତାକୁ ଅଧିକ ଦୁଃଖ ଦେବେ ନାହିଁ। ସାର୍ଥକର ଲିପ୍ସାର ସନ୍ତାନ, ସେତିକି ହିଁ ତାଙ୍କ ପକ୍ଷେ ଯଥେଷ୍ଟ। ଶେଷରେ ସେଇ ଦାରୁଣ ବିଚ୍ଛେଦର ଦିନଟି ଆସି ଉପସ୍ଥିତ ହୋଇଗଲା। ସିଦ୍ଧାର୍ଥଙ୍କୁ ତାର ସିଦ୍ଧାନ୍ତ ଜଣାଇଦେଲା ଲିପ୍ସା। ସିଦ୍ଧାର୍ଥ ନିର୍ବିକାର, ବୀତସ୍ପୃହ। ଡାକ୍ତର ବର୍ମାଙ୍କଠାରୁ ମୁଦା ଲଫାପାରେ ଚିଠିଟିଏ ଆସିଥିଲା। ତାହା ସାର୍ଥକର ଜନ୍ମ ବୃତ୍ତାନ୍ତ। ଡାକ୍ତର ବର୍ମା ଭୀଷଣ ଅସୁସ୍ଥ। ଚିଠିଟି ପକାଇ ଦେଇଥିଲେ ନିଜ ଜୀବନର ଦୀର୍ଘତା ଉପରେ ଆସ୍ଥା କମ୍ ହେବାରୁ। ଲିପ୍ସା ତାକୁ ଖୋଲି ନାହିଁ। ତାର ସେଥିରେ ଆବଶ୍ୟକତା ନାହିଁ। ମନକୁ ସେ ପୁଣି ଥରେ ବିଭ୍ରାନ୍ତ କରିବ ନାହିଁ। ଚିଠିଟା ପଡ଼ିଛି ଭ୍ୟାନିଟି ବ୍ୟାଗ୍ ଭିତରେ। ଗାଡ଼ିରେ ସାର୍ଥକକୁ ବସାଇ ସେ ଏରୋଡ୍ରମ୍ ଗଲା। ସଙ୍ଗରେ ଅର୍ଣ୍ଣବ। ତା ପୂର୍ବରୁ ସିଦ୍ଧାର୍ଥ କାର୍ଯ୍ୟରେ ବାହାରି ଯାଇଥିଲେ। ରାତ୍ରି ସାରା ସେ ଲୁହ ଢାଳିଛି ସାର୍ଥକର ନିଦ୍ରିତ ମୁଖରେ। ଆଖି ମୁଖ ଲାଲ। ଏବେ ସେ ନିର୍ବିକାର ହୋଇ ବସିଛି। କାହାର ବିଚ୍ଛେଦ କଥା ସେ ଏବେ ଭାବିବ? ପ୍ରେମିକ ଅର୍ଣ୍ଣବଙ୍କ, ନା ପୁତ୍ର ସାର୍ଥକର? ନା ସେ ସମ୍ପୂର୍ଣ୍ଣ ନିର୍ବିକାର? ଅର୍ଣ୍ଣବ ଗମ୍ଭୀର, ମଝିରେ ସାର୍ଥକ ହିଁ ମୁଖରିତ ଚପଳ। ସତେବା ଅନେକ ଦିନ ପରେ ସେ ପୁଣି ଥରେ ଅର୍ଣ୍ଣବଙ୍କ ସହ ସାନ୍ଧ୍ୟ ଭ୍ରମଣରେ ବାହାରିଛି। ସମସ୍ତ କ୍ଳାନ୍ତି ଓ ବ୍ୟଥା ସତ୍ତ୍ୱେ ଅର୍ଣ୍ଣବଙ୍କ ମନରେ ନୂଆ କରି ଘର ବାନ୍ଧିବାର ଉତ୍ସାହ। ସମସ୍ତ ହାହାକାର ସତ୍ତ୍ୱେ ଲିପ୍ସାର ମନରେ ସାର୍ଥକର ଠିକଣା ବ୍ୟବସ୍ଥାଟି କରିପାରିଥିବାର ଆତ୍ମସନ୍ତୋଷ। ଏୟାର ଇଣ୍ଡିଆର ଜେଟ୍ ବିମାନଟା ଅପେକ୍ଷା କରିଛି। ସତେବା ସେ ଏକ ଦାନବ। ଲିପ୍ସାର ଦେହରୁ ପ୍ରାଣଟାକୁ ଛଡ଼େଇ ନେବାକୁ ବାହୁ ପ୍ରସାରି ଅପେକ୍ଷା କରିଛି। ସାର୍ଥକ ପାଇଁ ଏ ଏକ ନୂତନ ଉଦ୍ଦୀପନା ଅନୁଭୂତି। ତାର ଆଖି ଓ ମୁଖରେ କୌତୂହଳ ନାଚୁଛି। ଲିପ୍ସା ଶେଷ ଥର ପାଇଁ ସାର୍ଥକକୁ ଛାତିରେ ଲଗାଇ ଗଭୀର ଆଲିଙ୍ଗନରେ ଭିଡ଼ି ଧରିଥିଲା। ଆଉ ଥରେ ସାର୍ଥକର ସତ୍ତାକୁ ନିଜ ଭିତରେ ସାଇତି ରଖିବାର ଇଚ୍ଛା ହେଉଛି। ଏଇ ମୁହୂର୍ତ୍ତମାନେ ସହସ୍ର ବର୍ଷ ପାଲଟି ଯାଆନ୍ତି କି? ସାର୍ଥକର ଛଟପଟ କରୁଛି। ଅଭାଗିନୀ ମାର ବ୍ୟାକୁଳତା ତାର ଅସୀମ କୌତୂହଳ ଆଗରେ ଚାପା ପଡ଼ିଯାଇଛି। ଶେଷ ଥର ପାଇଁ ଅର୍ଣ୍ଣବ ସାର୍ଥକର ଦେହ ମିଶା କରି ଲିପ୍ସାକୁ ପ୍ରବଳ ଆଲିଙ୍ଗନରେ ଭିଡ଼ି ଧରିଲେ। ତାର କପାଳରେ ନୁହେଁ, ତାର କମ୍ପିତ ଅଧରରେ ଲେଖିଦେଲେ ନିଜ ଦୁର୍ବାର ପ୍ରେମର ସ୍ୱାକ୍ଷର। ଚୁପ୍ ଚୁପ୍ କରି କହିଲେ, ଆଇ ଷ୍ଟିଲ୍
ଲଭ୍ ୟୁ ମାଇ ଡାର୍ଲିଂ, ଗୁଡ୍ ବାଏ। ଲିପ୍ସା ମୂର୍ଚ୍ଛା ଯିବ ସତେ କି? ଏ ଅନୁଭୂତି ଅନନୁଭୂତ, ଦୁର୍ଲଭ। ସେ ନିଜକୁ ଶକ୍ତ କରି ନେଇ କହିଲା, ମୁଁ ସତୀ ନାରୀ ନ ହୋଇପାରେ, ମାତ୍ର ସାର୍ଥକ ଏକ ପବିତ୍ର ସୃଷ୍ଟି। କୃତ୍ରିମ ହେଲେ ମଧ୍ୟ ତାହା ମଣିଷର ମହାନ ଚିନ୍ତା, ଉର୍ବର ମସ୍ତିଷ୍କର ବରଦାନ। ମୁଦା ଲଫାଫଟି ଅର୍ଣ୍ଣବଙ୍କର ହାତରେ ଗୁଞ୍ଜି ଦେଇ ସେ କହିଲା, ନିଅ, ପ୍ଲେନ୍ ଛାଡ଼ିବା ପରେ ଏଇଟି ପଢ଼ି ନେବ। ସାର୍ଥକର ଜନ୍ମ ଇତିହାସ ଏଥିରେ ଲିପିବଦ୍ଧ। ତାକୁ କାଳେ କେଉଁ ଦୁର୍ବଳ ମୁହୂର୍ତ୍ତରେ ଘୃଣା କରି ବସିବ, ସେଥିପାଇଁ ତମକୁ ଦେଲି। କିନ୍ତୁ ଗୋଟିଏ ସର୍ତ୍ତରେ, ସାର୍ଥକ ତାର ଜୀବନୀ ଜାଣିବ ନାହିଁ। ତାହା ତାର ଜୀବନକୁ ଜଟିଳ କରିବ। ତରତର କରି ପକେଟରେ ଭର୍ତ୍ତି କରିଦେଲେ ଲଫାପାଟି ଅର୍ଣ୍ଣବ। ସମୟ ହୋଇଗଲା। ଲିପ୍ସାର କରପଦ୍ମରେ ଆଉ ଥରେ ନିଜ ଅଧରର ସ୍ପର୍ଶ ଦେଇ ଅର୍ଣ୍ଣବ କହିଲି, ଫେୟାର ୱେଲ୍ ମାଇ ଡାର୍ଲିଂ, ଆଇ ଷ୍ଟିଲ୍ ଲଭ୍ ୟୁ, ଆଇ ଟୁ ଲଭ୍ ୟୁ। ଲିପ୍ସାର ଥର ଥର ଅଧରରୁ ଅନାୟାସରେ ଖସିଗଲା ପଦଟିଏ। ଜୀବନର ଏଇ ଚରମ ଓ ପରମ ସତ୍ୟଟି। ଲିପ୍ସା ସାର୍ଥକର ହାତଟିକୁ ଚୁମ୍ବନ କରୁ କରୁ ଅର୍ଣ୍ଣବ ତରତର ହୋଇ ଉଠିଗଲେ ସାର୍ଥକକୁ ଟେକି ନେଇ। ସାର୍ଥକ ହାତ ହଲଉଛି। ବାଏ ବାଏ ମାମି, ବାଏ ବାଏ, ବାଏ ବାଏ ଡାର୍ଲିଂ, ବାଏ ବାଏ ମାଇ ହାର୍ଟ, ମାଇ ସୋଲ୍। ଲିପ୍ସା ତଳେ ଠିଆ ହୋଇ ହାତ ହଲଉଛି। ବାଏ ବାଏ। ବିଦାୟର ସେଇ କରୁଣ ମୁହୂର୍ତ୍ତଟି ମୁଖରିତ କରୁଛି ସମଗ୍ର ଏରୋଡ୍ରମ୍କୁ। ପ୍ଲେନ୍ଟା ଧୀରେ ଧୀରେ ଉଠି ଯାଉଛି ଉପରକୁ। ଅସଂଖ୍ୟ ଲୁହଭରା ଆଖିର ଦୃଷ୍ଟି ଲମ୍ବି ଯାଉଛି ଉପରକୁ। ପ୍ଲେନ୍ଟା କ୍ଷୁଦ୍ରରୁ କ୍ଷୁଦ୍ର ହୋଇ ସର୍ବଶେଷରେ ବିନ୍ଦୁଟିଏ ହୋଇ ନିଶ୍ଚିହ୍ନ ହୋଇଗଲାଣି ଆକାଶର ନୀଳିମାରେ। ବାତୁଳ ପ୍ରାୟ ସେମିତି ସେଇ ଆକାଶର ସୀମାହୀନ ନୀଳିମା ଭିତରେ ଖୋଜୁଛି ଲିପ୍ସା ତାର ପ୍ରାଣର ପିତୁଳାକୁ, ତାର ପ୍ରେମିକ ପୁରୁଷକୁ। ଅଶ୍ରୁରେ ସବୁ ଅସ୍ପଷ୍ଟ ହେଲାଣି। ଏରୋଡ୍ରମ୍ର ଟାଙ୍ଗର ଭୂଇଁକୁ ଭିଜାଇ ସେ ସେମିତି ଠିଆ ହୋଇଛି। କାନ୍ଧ ଉପରେ କାହାର ହାତଟି ପଡ଼ିଲା ଆସି ହାଲକା ଭାବରେ। ବୋଧହୁଏ ସିଦ୍ଧାର୍ଥ। ସେ କୋହ ଉଚ୍ଛଳ କଣ୍ଠରେ କହିଲା, ପଛକୁ ନ ଚାହିଁ, ଏବେ ତୁମେ ନିଶ୍ଚୟ ସୁଖୀ ହୋଇଛ? ନିଶ୍ଚୟ। ରକ୍ତର ଆକର୍ଷଣ ସାର୍ଥକକୁ ଟାଣି ନେଇଛି ତାର ପ୍ରକୃତ ଜନ୍ମଦାତାଙ୍କ ପାଖକୁ। ପ୍ରଥମେ ଖୁସି ହେବାର କଥା ମୋର। ଚମକି ଉଠିଲା ଲିପ୍ସା। କିଏ? ପଛକୁ ଫେରି ଚାହିଁଲା। ଡାକ୍ତର ବର୍ମା ମୃଦୁ ମୃଦୁ ହସୁଛନ୍ତି। ଲିପ୍ସାର ଥର ଥର ଦେହଟାକୁ ଆଶ୍ରା ଦେଇ ସେ ଏରୋଡ୍ରମ୍ରୁ ବାହାରିଗଲି। ଗାଡ଼ିରେ ସିଦ୍ଧାର୍ଥ ଅପେକ୍ଷା କରିଛନ୍ତି। ଲିପ୍ସାର କାନ ପାଖରେ ଚୁପ୍ ଚୁପ୍ କରି ଡାକ୍ତର ବର୍ମା କହିଲେ, ଅର୍ଣ୍ଣବ ହିଁ ତମ ସନ୍ତାନର ପିତା। ତମର ରୁଚି, ତମର ବ୍ୟକ୍ତିତ୍ୱର ଅନୁରୂପ ତମ ସନ୍ତାନର ଜନକ ହେବାର ବ୍ୟକ୍ତିଟି ଅର୍ଣ୍ଣବ ବ୍ୟତୀତ ଆଉ କେହି ହେଲେ ସେତେବେଳେ ମୋ ଆଖିରେ ପଡ଼ିଲେ ନାହିଁ। ସେଥିପାଇଁ ଅର୍ଣ୍ଣବର ଏକ ସାମାନ୍ୟ ଅସୁସ୍ଥତାର ସୁଯୋଗ ନେଇ ମୁଁ ତାର ଅଜ୍ଞାତରେ ଚିକିତ୍ସା ପାଇଁ ପରୀକ୍ଷା କରିବା ଆଳରେ ତାର ପୁରୁଷ ଶକ୍ତିକୁ ସଂଗ୍ରହ କରି ନେଇଥିଲି। ସେତେବେଳେ ଜାଣିନଥିଲି ଅର୍ଣ୍ଣବ ସହ ତମର କିଛି ପରିଚୟ ଅଛି ବୋଲି। ଆଜି ମୁଁ ଖୁବ୍ ଖୁସି ମା, ସେଥିପାଇଁ ଅସୁସ୍ଥତା ସତ୍ତ୍ୱେ ଧାଇଁ ଆସିଥିଲି ତମ ପାଖକୁ। ମୋର ଚିଠିରୁ ତ ସମସ୍ତ ବୁଝି ନେଇଥିବ। ଲିପ୍ସା ନିର୍ବାକ୍, ନିରୁତ୍ତର। ଏମିତି ଏକ ସ୍ୱପ୍ନ ସେ କେତେଥର ନ ଦେଖିଛି ସାର୍ଥକର ଜନ୍ମ ପରେ, ଅଥଚ ତାହା ଆଜି ବିଳମ୍ବିତ ଭାବରେ ସତ୍ୟ ହୋଇଯାଇଛି। ସେ ଏବେ ସିଦ୍ଧାର୍ଥଙ୍କର ସେହି ନିଶୂନ ବଙ୍ଗଳାରେ କେମିତି କାଟିବ ଦିନ? ସେ ଗାଡ଼ିର ପଛ ସିଟ୍ରେ କ୍ଳାନ୍ତ ଭାବରେ ଅଙ୍ଗ ଭରା ଢାଳି ବସି ପଡ଼ିଲା। ଅର୍ଣ୍ଣବଙ୍କର ସନ୍ତାନକୁ ଗର୍ଭରେ ଧାରଣ କରି ସେ ଧନ୍ୟ ହୋଇଛି। ସେଥିପାଇଁ ଆମର ସମାଜ ତାକୁ ଅସତୀ କହିପାରେ, ମାତ୍ର ଗୌରବାନ୍ୱିତ ହୋଇଛି ତାର ମାତୃତ୍ୱ। ତାର ଆଉ ଅପୂର୍ଣ୍ଣତା କ'ଣ? ଏବେ ସେ ସିଦ୍ଧାର୍ଥର ପତ୍ନୀ ନୁହେଁ, ଜନନୀ। ସିଦ୍ଧାର୍ଥ କୌଣସି ଦିନ ତା ଉପରେ ସୀମାତ୍ୱ ସ୍ୱାମିତ୍ୱ ଜାହିର କରିବେ ନାହିଁ। ସେ ଏକ ଈର୍ଷାତୁର ଅବୋଧ ବାଳକ। ତାଙ୍କୁ ସେ ସ୍ନେହ ଆଦର ଦେଇ ଠିକଣା ବାଟରେ ଚଳାଇବ, ତାହା ତାର ପିତାଙ୍କର ଅନ୍ତିମ ଉପଦେଶ। ଆଉ ତାର ସେ ପାଗଳୀ ଝିଅଟା, ସିଏ ତାର ସେଇ ଦୁଃଖିନୀ ଜନନୀ ପ୍ରତି ଶୋକରେ ଯିଏ ପାଗଳୀ ପାଲଟି ଯାଇଛନ୍ତି, ତାଙ୍କୁ ସେ ନିଜେ ପାଖକୁ ନେଇ ଆସିବ।
ମନ ଇଚ୍ଛା ଶାସନ କରିବ, ଯେଉଁଠି ଚାହିଁବ ସେଇଠି ବସାଇବ, ନିଜ ଇଚ୍ଛାରେ ନିଜ ରୁଚିରେ ତାଙ୍କୁ ବେଶ କରାଇବ, ଖୁଆଇବ, ଚଳାଇବ। ଆଃ କି ମଜା! ତାକୁ ପୁଣି ସେ ସ୍ନେହ ଆଦର କରିବ, ସେବା ସହଚର୍ଯ୍ୟ ଦେବ। ନିଜର ଚିରଦଳିତ ନିଷ୍ପେଷିତ ଇଚ୍ଛାମାନେ ଏକ ହିଂସ୍ର ଆନନ୍ଦରେ ନାଚି ଉଠୁଛନ୍ତି। ସେ ଆଜି କେବଳ ଜଣେ ଦାମ୍ଭିକା ଜନନୀ। ତାର ସ୍ନେହ ଆଦର ଶାସନ ସିଦ୍ଧାନ୍ତକୁ ମାନିନେବା ପାଇଁ ଗୋଟିଏ ନିର୍ବୋଧ ପୁଅ ସିଦ୍ଧାର୍ଥ ଆଉ ଏକ ପାଗଳି ଝିଅ ସ୍ୱପ୍ନା ଅଛନ୍ତି। ଆଉ ତାର ଚିନ୍ତା କ'ଣ? ସିଦ୍ଧାର୍ଥ ଗାଡ଼ି ଚଳାଇଛନ୍ତି। ସେ ଫେରି ଯାଉଛି ସେଇ ନିର୍ଜନ ଅରଣ୍ୟ ଭିତରକୁ। ଦିନେ ସେ ସିଦ୍ଧାର୍ଥଙ୍କ ଘରକୁ ବଧୂ ସାଜି ଆସିଥିଲା ଗୋଟିଏ ବିରାଟ ବୃକ୍ଷକୁ ଆଶ୍ରୟ କରି ପୁଷ୍ପିତ ପଲ୍ଲବିତ ହୋଇଉଠି ଜୀବନକୁ ସାର୍ଥକ କରିବ ବୋଲି। ଆଜି ଦେଖୁଛି ସେ ବୃକ୍ଷଟା ଶକ୍ତିହୀନ, ଏକବାର ଫମ୍ପା। ତାକୁ ଧରି ରଖି ପୁଷ୍ପିତ ପଲ୍ଲବିତ କରାଇବାର ସାମର୍ଥ୍ୟ ତାର ନାହିଁ। ସେ ଆଜି ସିଦ୍ଧାର୍ଥଙ୍କ ପ୍ରାସାଦର ନିର୍ଜନ ଅରଣ୍ୟର ଏକ ଆଶ୍ରୟହୀନା ଛିନ୍ନ ଲତିକା। ନିଜ ଜୀବନର ସମୀକ୍ଷା କରୁ କରୁ ଛିନ୍ନ ଲତିକାଟି ଭଳି ପଛ ସିଟ୍ରେ କ୍ଳାନ୍ତିରେ ଢଳି ପଡ଼ିଲା ଲିପ୍ସା। ପ୍ଲେନ୍ଟା ଉପରକୁ ଉଠିଯିବା ମାତ୍ରେ ଅନ୍ନ ପକେଟରୁ ମୁଦା ଲଫାପାଟି କାଢ଼ି ତରତରରେ ଅଶେଷ କୌତୂହଳରେ ପଢ଼ି ପକାଇ ବିମୂଢ଼ ହୋଇଗଲି। କାନରେ ଗୁଞ୍ଜରିତ ହେଉଛି ଲିପ୍ସାର ଅନ୍ତିମ ସ୍ୱୀକରୋକ୍ତି, ଆଇ ଟୁ ଲଭ୍ ୟୁ ଅର୍ଣ୍ଣବ। ସାର୍ଥକର ନିଦ୍ରିତ କପାଳରେ ଅଶ୍ରୁଭିଜା ଚୁମ୍ବନଟିଏ ଦେଉ ଦେଉ ସେ ସ୍ୱଗତୋକ୍ତି କଲେ, ମାଇ ସନ୍, ମାଇ ସନ୍। ଏୟାର ହୋଷ୍ଟେସ୍ ମଧୁର କଣ୍ଠରେ ପ୍ରଶ୍ନ କରୁଛି, ଉଡ୍ ୟୁ ଲାଇକ୍ ଏ ଡ୍ରିଙ୍କ ମିଷ୍ଟର? ୟେସ୍, ଇଟ୍ ଇଜ୍ ଭେରି କାଇଣ୍ଡ ଅଫ୍ ୟୁ ମିସ୍। ବିଦେଶୀ ପାନୀୟର ହାଲକା ନିଶା ଭିତରେ ସେ ଆଉ ଥରେ ସ୍ୱଗତୋକ୍ତି କଲେ, ୟୁ ଆର୍ ଏ ପ୍ରାଉଡ୍, ଆଡାମେଣ୍ଟ, କ୍ରୁଏଲ୍ ଲେଡି ଲିପ୍ସା। ୟୁ ଆର୍ ଆନ୍ ଇଗୋଇଷ୍ଟ। ଆଇ ପିଟି ୟୁ, ୱିଣ୍ଡି। ଆଇ ଆଡୋର୍ ୟୋର୍ ଫ୍ରାଙ୍କନେସ୍। ଲଣ୍ଡନ ଏୟାରପୋର୍ଟରେ ୱିଣ୍ଡି ଚେରିର ହାତ ଧରି ପ୍ରତୀକ୍ଷା କରିଥିବ। ସାର୍ଥକକୁ ଆଉ ଥରେ ଛାତିରେ ଭିଡ଼ି ଧରିଲେ ଅର୍ଣ୍ଣବ। ଶ୍ରାବଣ ଆକାଶର ସମସ୍ତ ବାରିଧାରା ତାଙ୍କ ଆଖିର ଆକାଶରେ ବର୍ଷାର ଆସର ରଚୁଛି। ସେ କିନ୍ତୁ ବର୍ଷିବ ନାହିଁ। ଏବେ ଲିପ୍ସାର ସୁନ୍ଦର ମାୟାଭରା ଆଖି ଦୁଇଟା ବର୍ଷୁଥିବ ମାଟିକୁ ଭିଜାଇ। ସେ ସାର୍ଥକର ନିଦ୍ରିତ ମୁଖଟିକୁ ପୁଣି ଥରେ ବୋକ ଦେଇ ସ୍ୱଗତୋକ୍ତି କଲେ, ତୋର ମା'କୁ ମୁଁ ତ ସ୍ପର୍ଶ କରିନାହିଁ, କିନ୍ତୁ ତୁ ମୋର ସନ୍ତାନ, ତୁ ମୋର ସବୁ କିଛି। ସାର୍ଥକର ପୁରନ୍ତ ଗଣ୍ଡରେ ହସର ଭଉଁରୀ ଖେଳୁଛି। ଲିପ୍ସାର ହସଟି ଠିକ୍ ଏମିତି। ତାର ସେଇ ହସର ଭଉଁରୀ ଭିତରେ ଲିପ୍ସାର କରୁଣ ମୁହଁଟା ମୂର୍ତ୍ତିମନ୍ତ ହୋଇ ଉଠିଲାଣି। ଠିକ୍ ସେଇଠି ଆଉ ଏକ ଗଭୀର ଚୁମ୍ବନ ଆଙ୍କିଲେ ଅର୍ଣ୍ଣବ।